ଭାରତର ରାଷ୍ଟ୍ରୀୟ ପକ୍ଷୀର ନାମ କ'ଣ? ଅପସନରେ ରହିବ ଓଟ ପକ୍ଷୀ, ଚିଲ, କୁକୁଡ଼ା, ମୟୂର। ଏହାର ସଠିକ୍ ଉତ୍ତରଟି ଜାଣିଥିଲେ କମେଣ୍ଟ କରନ୍ତୁ। ଏହାର ସଠିକ୍ ଉତ୍ତରଟି ମୟୂର। ପ୍ରଶ୍ନ ନମ୍ବର 2, ଓଡ଼ିଶାର ରାଜଧାନୀର ନାମ କ'ଣ? ଅପସନରେ ରହିବ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା। ଆପଣମାନେ ଉତ୍ତରଟି ଜାଣିଥିଲେ କମେଣ୍ଟ କରନ୍ତୁ। ଏହାର ଉତ୍ତରଟି ଭୁବନେଶ୍ୱର। ପ୍ରଶ୍ନ ନମ୍ବର 3, ଜନଗଣ ମନ କିଏ ରଚନା କରିଥିଲେ? ଅପସନରେ ମଧୁସୂଦନ ରାଓ, ଭୀମ ଭୋଇ, ଗୋପବନ୍ଧୁ ଦାସ, ରବୀନ୍ଦ୍ରନାଥ ଠାକୁର। ଏହାର ଉତ୍ତରଟି ଜାଣିଥିଲେ କମେଣ୍ଟ କରନ୍ତୁ। ଏହାର ଉତ୍ତରଟି ପ୍ରଶ୍ନ ନମ୍ବର 4, ବିଶ୍ୱର ସବୁଠାରୁ ବଡ଼ ସାଗରର ନାମ କ'ଣ? ଅପସନରେ ରହିବ ଭାରତ ମହାସାଗର, ଆଟଲାଣ୍ଟିକ୍ ମହାସାଗର, ପ୍ରଶାନ୍ତ ମହାସାଗର, ଦକ୍ଷିଣ ମହାସାଗର। ଏହାର ଉତ୍ତରଟି ପ୍ରଶ୍ନ ନମ୍ବର 5, ଉତ୍କଳ ଗୌରବ ଭାବରେ କାହାକୁ ଜଣାଯାଏ? ଅପସନ ଗୁଡ଼ିକ ହେଲା ମଧୁସୂଦନ ରାଓ, ଗୋପବନ୍ଧୁ ଦାସ, ବିର୍ସା ମୁଣ୍ଡା, ଜଗନ୍ନାଥ ଦାସ। ଏହାର ଉତ୍ତରଟି ହେଉଛି ପ୍ରଶ୍ନ ନମ୍ବର 6, ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ? ଅପସନ ଗୁଡ଼ିକ ହେଲା ପ୍ରତିଭା ପାଟିଲ, କିରଣ ବେଦୀ, ସରୋଜିନୀ ନାଇଡୁ, ସୋନିଆ ଗାନ୍ଧୀ। ଏହାର ଉତ୍ତରଟି ହେଲା ପ୍ରଶ୍ନ ନମ୍ବର 7, ସୂର୍ଯ୍ୟ ମନ୍ଦିର କେଉଁଠାରେ ଅବସ୍ଥିତ? ଅପସନ ଗୁଡ଼ିକ ହେଲା ଖଣ୍ଡଗିରି, ପୁରୀ, କୋଣାର୍କ, ଉଦୟଗିରି। ଏହାର ଉତ୍ତରଟି ହେଉଛି ପ୍ରଶ୍ନ ନମ୍ବର 8, ଗୀତ ଗୋବିନ୍ଦ କବିତା କିଏ ଲେଖିଥିଲେ? ଅପସନ ଗୁଡ଼ିକ ହେଲା ବାଲ୍ମୀକି, ଜଗନ୍ନାଥ ଦାସ, ତୁଳସୀ ଦାସ, ଜୟଦେବ। ଏହାର ଉତ୍ତରଟି ହେଉଛି ପ୍ରଶ୍ନ ନମ୍ବର 9, ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତର ନାମ କ'ଣ? ଅପସନ ଗୁଡ଼ିକ ହେଲା ଏଭରେଷ୍ଟ, କାଞ୍ଚନଜଙ୍ଗା, ଆରାବଳୀ। ଏହାର ଉତ୍ତରଟି ପ୍ରଶ୍ନ ନମ୍ବର 10, ଭାରତୀୟ ସମ୍ବିଧାନ କେବେ ଲାଗୁ ହୋଇଥିଲା? ଅପସନ ଗୁଡ଼ିକ ହେଲା 15 ଅଗଷ୍ଟ 1947, 21 ଜାନୁଆରୀ 1950, 17 ଜାନୁଆରୀ 1950, 26 ଜାନୁଆରୀ 1950। ଏହାର ଉତ୍ତରଟି ହେଉଛି